ପୂର୍ବ ଭିଡିଓରେ ଆମେ ଅନୁଶୀଳନୀ 1 ର 1 ସାରିଥିଲେ। ଆଜି ପଢିବା ଅନୁଶୀଳନୀ 1 ର B, ଯେଉଁଥିରେ କଣ ରହିଛି ପ୍ରତିକଳ୍ପନ, ଅପସାରଣ ଏବଂ ବଜଣ ରହିଛି। ଆଜି ଆମେ ଏହି ତିନୋଟି ପଦ୍ଧତିକୁ ହିଁ କମ୍ପ୍ଲିଟ କରିବା। ତ ଚାଲନ୍ତୁ ଦେଖିବା। ଯେପରି ଆମେ ପୂର୍ବ ଅନୁଶୀଳନୀ ମାନଙ୍କରେ ଦୁଇଟି ବୀଜର ମୂଲ୍ୟ ବାହାର କରୁଥିଲେ, କାହା ସାହାଯ୍ୟରେ ଲେଖଚିତ୍ର ମାଧ୍ୟମରେ ବାହାର କରୁଥିଲେ, ସେହିପରି ଆମେ ପ୍ରତିକଳ୍ପନ, ଅପସାରଣ ଏବଂ ବ୍ରଜଗୁଣନ ମାଧ୍ୟମରେ ସେଇ x ଏବଂ y ର ମୂଲ୍ୟ ନିର୍ଣ୍ଣୟ କରିବା। ଏବଂ ଏଇ ନିର୍ଣ୍ଣୟ କରିବା ପାଇଁ ଆମର ତିନୋଟି ପଦ୍ଧତି ଆବଶ୍ୟକ, ଯାହାକି ପ୍ରଥମ ପଦ୍ଧତି ହେଉଛି ମୋର କଣ, ପ୍ରତିକଳ୍ପନ। ଏଇ ପ୍ରତିକଳ୍ପନ ପଦ୍ଧତି ଆମେ ଜାଣିବା ପୂର୍ବରୁ ପ୍ରଥମେ ଜାଣିଦବା a1x plus b1y plus c1 ଏଠି 0। ଆଉ ଗୋଟେ ଇକ୍ୱେସନ ଲେଖି ଦେଇପାରିବା a2x plus b2y plus c2 ଏଠି 0। କାରଣ ଏଠି କଣ କରିଦେଲେ ହେଇଯାଇପାରିବ, ଏମାନଙ୍କୁ କଣ କରିବେ, ମତେ କେବଳ x ର ମୂଲ୍ୟ ପ୍ରଥମେ ଯଦି ମୁଁ ଆଣେ, ତାହେଲେ ମୁଁ ଲେଖି ଦେଇପାରେ a1x plus b1y is equal to, ଏଠି c1 ଏଠି ମୋର ପ୍ଲସ୍ ହେଇଅଛି, ଆର ପଟୁ ଚେଞ୍ଜ ହେଲେ କଣ ହେଇଛି, କାଲି ସେପଟେ ଗଲେ କଣ ହେଇପାରିବ, -1 ହେଇପାରିବ। a1x is equal to -c1, ଏଠି ପ୍ଲସ୍ ଅଛି, ଆର ପଟେ କଣ ହେଇଯିବ -c1 by y ହେଇଗଲେ, ଏଠି ପୁଣି ମୁଁ ଆଉ ଲେଖି ଦେଇପାରିବି x is equal to -c1 plus b1y, ଏବଂ ବ୍ରାକେଟ ଏହାକୁ କରିଦେଲେ କଣ, -2 ମୁଁ ଏଠି କମନ ବାହାର କରିଦେଲି, ଯାହା ଫଳରେ a ସବୁ ମୂଲ୍ୟ ଏତିକି ହେଇଯିବ ଏବଂ ଏଠି a1 ଟା କଣ ହେଇଯାଉଛି, ଗୁଣନ ହେଇଥିଲା, ଏପଟେ ଆସିଲେ କଣ ହେଇଯିବ, ହରଣ ହେଇଯିବ। ତ ଏଠି ଯୋଉ x ର ମୂଲ୍ୟ ରହିଲା, ଯଦି ମୁଁ ଏଥିରେ କଣ କରିବି, x କୁ ପକେଇଦେବି, ତା ମାନେ ମୋର ୟାର ମଧ୍ୟ କଣ ଆସିବ, y ର ମୂଲ୍ୟ ବାହାର କରିବି। y ର ମୂଲ୍ୟ ବ୍ୟବହାର କରି ଆମେ x ର ମାନ ମଧ୍ୟ ନିର୍ଣ୍ଣୟ କରିଦେଇ ପାରିବା। ତ ଚାଲନ୍ତୁ ଆମେ ଉଦାହରଣକୁ ଦେଖିଦବା ଟିକେ। 5x plus 2y plus 2 is equal to 0 ହେଇଗଲେ याको इक्वेशन 1 ଦେଇଦିଅ, ଏବଂ 3x plus 4y minus 10 याको इक्वेशन କେତେ ଦେଇଦିଅ, 2 ଦେଇଦିଅ। ଦେନ୍ ଏଠି ଆମେ ଦେଖି ଦେଇ ପାରିବା, ପ୍ରଥମ ଇକ୍वेशन 1 କୁ ନଉଛି, ଇକ୍वेशन ଲେଖିବି କଣ, 5x plus 2y plus 2 is equal to 0 ହେଲେ ଏଠାରେ ମୁଁ କାହାର ମାନ ନିର୍ଣ୍ଣୟ କରିବି, ମୁଁ ସପୋଜ ଭାବି ନିଅନ୍ତୁ ଏଠି ମୁଁ x ର ମାନ ନିର୍ଣ୍ଣୟ କରୁଛି, ଯଦି ଏଠି y ର ମାନ ନିର୍ଣ୍ଣୟ କଲେ ମଧ୍ୟ ହେଇପାରିବ, କିନ୍ତୁ ଏଠି ମୁଁ x ର ମାନ ନିର୍ଣ୍ଣୟ କରୁଛି। ତେଣୁ ଏଠି ମୁଁ ଲେଖି ଦେଇ ପାରିବି ଯେ ଏଇଭଳି ଅନୁସାରେ, ଯେପରି ମୁଁ ଗୋଟା ଗୋଟେ କଣ କଲି, ଇଜିକାଲ ଆର ପଟେ ଖାଲି ଥୋଇ ଥୋଇ ଗଲି, ସେଇପରି ଏଗୁଡା ମଧ୍ୟ କଣ ସେଇପରି ହିଁ ବଦଳେଇ ଦବା। ତ ଏମାନେ ଇଜିକାଲ ଆର ପଟେ କଣ ହେଇଯାଇପାରେ, ଚିହ୍ନ ବଦଳେଇବ, ତେଣୁ ମୁଁ ଆକୁ ଆରାମସେ ଲେଖି ଦେଇ ପାରିବି 5x plus 2y plus 2 is equal to 0 ହେଲେ 5x plus 2y ଏଠି ପ୍ଲସ୍ 2 ସେପଟେ ଆର ପଟେ ଗଲେ କଣ ହେଇଯିବ, -2। ସେଇପରି ହିସାବରେ 5x is equal to -2, ଏଠି ପ୍ଲସ୍ ଅଛି, ଆର ପଟେ ଗଲେ କଣ ହେଇଯିବ, -2y, ଏବଂ ଏଠି 5 ରେ କଣ ଅଛି, ଗୁଣନ ହେଇକି ଅଛି, ଆର ପଟେ କଣ ହେଇପାରିବ, ହରଣ ହେଇପାରିବ। ତେଣୁ ମୁଁ ଲେଖି ଦେଇ ପାରିବି ଯେ x is equal to -2y by 5 ହେଇଯାଇପାରିବ। ଏଠାରେ x ର ମାନ କେଉଁଥିରେ ପ୍ରୟୋଗ କରିବା, x ମାନ କେତେ, -2y by 5, କୋଉଥିରେ ପ୍ରୟୋଗ କରିବା, ଇକ୍ୱେସନ 2 ରେ ପ୍ରୟୋଗ କରିବା। ତେଣୁ ଏଠି ଇକ୍ୱେସନ 2 ଟା ମୁଁ କଣ ଲେଖି ଦେଇ ପାରିବି, 3x plus 4y minus 10 ଏଠି 0 ଯଦି ଲେଖେ, ତା ମାନେ x ବଦଳରେ ମୁଁ କଣ ବାହାର କରିଦେଇ ପାରିବି, ଏଇ ଜିନିଷଟା ବାହାର କରିଦେଇ ପାରିବି। ତା ମାନେ 3 x ବଦଳରେ ଲେଖିବା କଣ, -2y by 5 ପ୍ଲସ୍ ଏଠି 4 କୁ 4 y କୁ y, ଏଠି -10 ଗୋଟେ 0 ମୋର କେତେ ଆସିଲା, 0 ଆସିଗଲେ ଏଠି 3ଟା ଏମାନେ ଗୁଣନ କରିବା କଥା, ତ 3 ଦୁଗୁଣେ ମାଇନସ କେତେ ହେଇଯିବ, ଏଠି 6 -6y by 5 plus 4y minus 10, ଏଠି ମୋର 0 ଆସିଗଲା। ଏଠି ମୁଁ ଏମାନଙ୍କ ତଳେ କିଛି ନାହିଁ, 1 ଅଛି, ଯଦି ମୁଁ ଏମାନଙ୍କ ସହିତ କଣ କରିବି, 5 1 ର ଲସ ବାହାର କରେ, ଲସ 5 ଆସିବ, ତେଣୁ 5 କୁ 5 ସହିତ ହରଣ କଲେ ଏଠି ମୋର କେବଳ 1 ଆସିବ। ତେଣୁ ମୁଁ ଏଠି ନ ଲେଖି ଡାଇରେକ୍ଟ ଲେଖି ଦଉଛି, 1 ସହ ଏହାକୁ ଗୁଣିଲେ -6y ହିଁ ଆସିବ, ଏବଂ ତା ସହ ଏଠି 1 ଅଛି, ମୁଁ 5 ସହିତ 1 ସହିତ ହରଣ କରିବି, ମୋର ଆନ୍ସର କେତେ ଆସିବ, 5 ଆସିବ। ତେଣୁ 5 ଚଉକ କେତେ ହେଇଯିବ, ଏଠି +20y। ସେଇପରି ଏଠି ମାଇନସ ଚିହ୍ନକୁ ମାଇନସ ଚିହ୍ନ ଦେବା,
ସେହିପରି 5 କୁ 1 ଥର 5 ଏବଂ 5 ସହିତ କେତେ 10 ଗୁଣିଲେ ମୋର କେତେ ଆସିବ 50 ପଳେଇ ଆସିବ। ନିଚେ ମୋର କେତେ ଆସିଗଲା 0। ଏଠି 5 ରେ କଣ ହେଇକି ଅଛି ଆମର ହରଣ ହେଉଛି ଆରପଟେ ରହିଯିବ ଗୁଣନ। ତେଣୁ 16 ସହିତ ଯଦି 5 ମୋର ଗୁଣନ ହୁଏ ତାହେଲେ ୟାର କିଛି ମୂଲ୍ୟ ରହିବ ନାହିଁ। ତେଣୁ ମୁଁ ଆକୁ ଲେଖିଦେଇ ପାରିବି ଯେ 50 ଇଏ ମୋର -6 -50 ଏଠି -6 ବଦଳରେ ଲେଖିଦେଇ ପାରିବା କଣ -56 ଲେଖିଦେଇ ପାରିବା। ଏବଂ ଏଠି 20 6 ଯାଏ ତାହେଲେ ମୁଁ ଲେଖିଦେଇ ପାରିବି କି 14y -56 ଯେହେତୁ ମୋର ଯଦି 0 ହେଇଗଲା ତାମାନେ ଏଠି 14y ଏଠି 56 ଟା କଣ ମାଇନସ୍ ଅଛି ଆରପଟକୁ ଗଲେ କଣ ଯିବ ପ୍ଲସ୍ ହେଇଯାଇ ପାରିବ। ସେଇପରି ହିସାବରେ ଏଠି 14 ଟା କଣ ହେଇକି ଅଛି ଏଠି y ସହିତ ଗୁଣନ ହେଇକି ଅଛି ଆରପଟ ଗଲେ ହରଣ ଯାଇପାରିବ ତାମାନେ y is equal to 56/14। ତ ଆକୁ 14 1 ଯା 14 14 4 ଯା 56। ତ ଏଠି ମୋର y କେତେ ଆସିଲା 4 ପଳେଇ ଆସିଲା। ଆକୁ ମୁଁ କଣ ଦେଇଥିବି ଇକ୍ୱେସନ ଯଦି ମୁଁ ଆକୁ 3 ଦେଇଦିଏ ତାହେଲେ ମୁଁ ଇକ୍ୱେସନ 3 ରେ କାହାର ମାନ ପ୍ରୟୋଗ କରିପାରିବି y ର ମାନ କେତେ 4 କୁ ପ୍ରୟୋଗ, ଯାହା ଦ୍ୱାରା ଇକ୍ୱେସନ ମୋ 3 ଟା କଣ x is equal to -2 -2y by ଯଦି 5 ହୁଏ ତାମାନେ ଏଠି -2 କୁ -2 ପୁଣି -2 କୁ -2 y cube by y ପଦେ ମୁଁ ଆଗରୁ କଣ କହିଛି କଣ ଲେଖିବି ବୋଲି 4 ଲେଖିବି ବୋଲି କହିଛି। ତେଣୁ ଏଠି 2 -2 into 4 by ମୋର 5 ତାମାନେ ଏଠି କଣ ହେଇପାରିବ ଏଠି 2 4 ଯା 8 ଏଠି -2 -2 ଯୋଉ -8 by ମୋର 5 ଆସିଗଲେ ଏଠି -2 ଏବଂ -8 କଣ ହେଇଯିବ 2 ଟଙ୍କା ପୁଣି ବାକି ଥିଲା ପୁଣି 8 ଟଙ୍କା କଣ ଗଲେ ଆଉ ଥରେ ବାକି ଗଲେ ଯାହା ଦ୍ୱାରା ମୁଁ 10 ଟଙ୍କା ବାକି ହେଇଗଲି ଯାହା ଦ୍ୱାରା 5 ରୁ 5 ଲେଖିଦେଲି 5 1 ଯା 5 5 2 ଯା 10। ତ ଏଠି ମୋର x is equal to -2 ଆସିଗଲା। ଅତଏବ x, y is equal to ଲେଖିଦେଇ ପାରିବା x ହେଉଛି ମୋର ଏଠି -2 ଏବଂ y କଣ ଏଠି 4 ହେଇଯାଇପାରିବ। ଆନ୍ସର ଆସିଗଲା। ଯଦି ଏଠି ମୁଁ ପ୍ରଥମେ y ର ମାନ ନ କରିଥାନ୍ତି ହେଲେ ମଧ୍ୟ ଏଇ ଯୋଉ ଆନ୍ସର ଟି ଆସିଲା ବର୍ତ୍ତମାନ ପାଇଁ ସେତିକି ହିଁ ଆସିଥାନ୍ତା, କିନ୍ତୁ ଏମାନଙ୍କ ଯୋଉ ସିଷ୍ଟମାଟିକ ଟି କିଛି ପରିମାଣରେ ଟିକେ ଚେଞ୍ଜ ହେଇଥାନ୍ତା। ଏହି ଅପସାରଣ ପଦ୍ଧତିର ନିୟମ ଏହା ଯଦି ମୋର କଣ ଦେଇଥିବ a1x plus b1y plus c1 is equal to 0 ଦେଇଥାଏ ଏବଂ ଦ୍ୱିତୀୟ ସମୀକରଣ କଣ a2x plus b2y plus c2 ଦେଇଥାଏ, ତେବେ ଏଠି ଅପସାରଣ କରିବା ସମୟରେ କେବଳ ଏଇ a2 ଟାକୁ ଇକ୍ୱେସନ 1 ସହିତ ଗୁଣିବା ଏବଂ a1 ଟାକୁ ଇକ୍ୱେସନ 2 ସହିତ ଗୁଣି ପାରିବା, ନଚେତ ଟୋଟାଲି କଣ କରି ଦେଇ ପାରିବା ଏଠି b2 ଟାକୁ ଟୋଟାଲି ଇକ୍ୱେସନ 1 ଦ୍ୱାରା ଗୁଣି ଦେଇ ପାରିବା ଏବଂ b1 ଟାକୁ ଆମେ କଣ କରି ଦେଇ ପାରିବା ଟୋଟାଲି ଇକ୍ୱେସନ 2 ସହିତ ଗୁଣି ଦେଇ ପାରିବା। ତ ଏହା ଯଦି ଆମେ ନଜର କରି ଦେଖିବା ଉଦାହରଣ ମାଧ୍ୟମରେ 2x plus 3y minus 8 0 ହୁଏ याକୁ ଇକ୍ୱେସନ 1 ଦବା। ଯଦି ଏଠି 3x plus y minus 5 ହୁଏ याକୁ ଯଦି ଇକ୍ୱେସନ ମୁଁ 2 ଦିଏ ତାହେଲେ କଣ କହିଲି ଇକ୍ୱେସନ 2 ର a2 ଟାକୁ କଣ କରିବା ଇକ୍ୱେସନ 1 ସହିତ ଟୋଟାଲ ଗୁଣି ଦବା, ଯାହା ଫଳରେ ଏଠି ଏମିତି ଆନ୍ସର ଆସି ପାରିବ ଯେ ଇକ୍ୱେସନ 1 ସହିତ କାହା ଗୁଣିବା ଇକ୍ୱେସନ 8 କୁ ଗୁଣିବା ମାନେ 3। ଯଦି ମୁଁ 3 କୁ ଗୁଣେ ଏଠି ଇକ୍ୱେସନ 1 ରେ କି ଅଛି 3 2 6x ହେଇପାରିବ ପ୍ଲସ ଟୁ ପ୍ଲସ ଏଠି 3 3 କେତେ ହେଇପାରିବ 9y ଏବଂ 3 ମାଇନସ କୁ କଣ ଏଠି ମାଇନସ କୁ ମାଇନସ ଥାଉ 3 ହେଇପାରିବ କେତେ 24 ଇକ୍ୱାଲ ମୋର ଆସିବ 0 ଆସିବ। ଏବଂ ଇକ୍ୱେସନ 2 ରେ କଣ କରିବା a1 ଟାକୁ ଗୁଣିଦବା, a1 ଟା ଏଠି କି ଅଛି 2 ଅଛି, ତାହେଲେ ମୁଁ ଯଦି ଗୁଣେ 3 2 କେତେ ହେଇପାରିବ ଆମର 6x ପ୍ଲସ ଟୁ ପ୍ଲସ 1 2 ଯା 2y ମାଇନସ କୁ ମାଇନସ 5 2 ଯା 10 ହେଲେ -10 ଯାଉଛି 0। ଏଠି ଆମେ କଣ କରିବା ବିୟୋଗ କରିବା। ଆମେ ଜାଣିଛନ୍ତି ବିୟୋଗ କରିବା ଦ୍ୱାରା ଯେକୌଣସି ସଂଖ୍ୟା ମାନଙ୍କର କଣ ଚିହ୍ନ ଗୁଡାକ ବଦଳି ଯାଏ। ତ ଏଠି ମୋର ପ୍ଲସ ଥିଲେ ଏଠି କଣ ମାଇନସ, ଏଠି ପ୍ଲସ ଥିଲେ ଏଠି ମୋର ମାଇନସ, ଏଠି ମାଇନସ ଏଠି କଣ ହେଇପାରିବ ସେ ପ୍ଲସ ହେଇଯିବ। ତେଣୁ ଏଠି 6x -6x 6 ଟଙ୍କା ଥିଲା ପାଖରେ
ପୁଣି 6 ଟଙ୍କା ବାକି କରିଦେଲେ ତାହେଲେ ଆମ ପାଖରେ ଆଉ କିଛି ନାହିଁ। ତାମାନେ ଏଠି ଦେଖିବା ଏଠି 9 ଟଙ୍କା ଥିଲା ସେଥିରୁ ଆମେ କଣ କଲେ 2 ଟଙ୍କା ଖାଇଦେଲେ ବା ବାକି କରିସାରିଲେ ତାହେଲେ ଆମେ ମୋ ପାଖରେ ରହିଲା କେତେ 7y ରହିଲା। ପୁଣି ଏଠି -24 ଅଛି ଏଠି ମୋର ପୁରା +10 ଅଛି 24 ଟଙ୍କା ବାକି ହେଇସାରିଛ ଏମିତି 10 ଟଙ୍କା ତାକୁ ଦୋକାନୀ ବାଲାକୁ ଦେଲ ତାହେଲେ ଆଉ କେତେ ବାକି ରହିଲ 14 ଟଙ୍କାଟି ବାକି ରହିଲ। ଯାହା ଦ୍ୱାରା ଏଠି ଲେଖିଦେଇ ପାରିବା ଯେ 7y ଇଜିକାଲ ଟୁ ଏଇ 14 ଟା ମାଇନସ ଆର ପଟେ ଗଲେ କଣ ଯିବ +14 ହେଇପାରିବ। ଏଠି y ଟୁ y ଏଠି 14/7 କାହିଁକି 7 ଟା କଣ ଅଛି ଗୁଣନ ଅଛି i ପଟେ ଆସିଲେ କଣ ହେଇପାରିବ ହଳ ହେଇପାରିବ। ତ 7 1 7 7 2 14 ତାମାନେ ଏଠି y ମୁଁ ପାଇଗଲି କଣ 2 ପାଇଗଲି। ସେଇ ଅନୁସାରେ ଏଠି ବ୍ୟବହାର କରିପାରିବା ଯେ ଇକ୍ୱେସନ 1 ରେ y ର ମାନ 2 କୁ ପ୍ରୟୋଗ କରିବା ତାମାନେ ଏଠି କଣ ହେଇପାରିବ ଇକ୍ୱେସନ 1 ଟା କିଏ 2x plus 3y minus 8 ଯଦି 0 ହୁଏ ଏଠି ଆପଣ ଇକ୍ୱେସନ 1 ଲେଖନ୍ତୁ କିମ୍ବା 2 ଲେଖନ୍ତୁ କିଛି କରିବା ହିଁ ପଡିବନି ଆନ୍ସର ସେଇ ଗୋଟେ ହିଁ ଜିନିଷ ଆସିବ। ତେଣୁ ମୁଁ ଇକ୍ୱେସନ 1 ହିଁ ନେଇଛି ତ 2 ଜାଗାରେ 2x ତ ମୁଁ ଜଣା ନାହିଁ x ରଖିଦେଲି ପ୍ଲସ ପ୍ଲସ 3 କି 3 y ଜାଗାରେ କଣ ପକେଇ ପାରିବା ଯେ 2 ପକେଇ ଦେଇ ପାରିବା -8 କୁ 8 ଇଜିକାଲ ଟୁ 0 ହେଲେ 2x କୁ 2x 3 2 6 -8 ଯଦି 0 ଯଦି ଦିଏ ତାହେଲେ 2x ଏଠି 6 ରୁ 6 ଟଙ୍କା ତମ ପାଖରେ ଥିଲା 8 ଟଙ୍କା ବାକି କରିଥିଲ ତାହେଲେ ତମେ ଆହୁରି କେତେଟା ବାକି ଅଛ 2 ଟଙ୍କା ବାକି ଅଛ ତାମାନେ ମୁଁ ଲେଖିଦେଇ ପାରିବି 2x ଏଠି ମାଇନସ ଅଛି ଆର ପଟେ କଣ ଯିବ ପ୍ଲସ ହେଇଯିବ ତ ଏଠି x ଇଜିକାଲ ଟୁ 2/2 କାହିଁକି ଏଠି 2 ଟା କଣ ହେଇକି ଅଛି ଗୁଣନ ହେଇକି ଅଛି ଏପଟେ କଣ ହେଇପାରିବ ହଳ ହେଇପାରିବ ତାମାନେ x କେତେ ଆସିଲା ପଳେଇ ଆସିଲା 1 ଆସିଲା ତାହେଲେ ମୁଁ ଲେଖିଦେଇ ପାରିବି ଯେ x, y ଇଜିକାଲ ଟୁ 1 ଆଉ 2 ସମସ୍ତଙ୍କ ସବୁଠାରୁ ଅପସାରଣ ପଦ୍ଧତି ସହଜ ଅଟେ ଏହାକୁ ଆରାମସେ କରି ହେଇପାରିବ କିନ୍ତୁ ଯଦି କାହାକୁ ନ ବୁଝା ପଡେ ଏହାକୁ ପୁଣି ଥରେ ଦେଖିପାରିବେ କିଛି ଅସୁବିଧା ଏଥିରେ ନାହିଁ। ବର୍ତ୍ତମାନ ପାଇଁ ଯିବା ଏଠି ପ୍ରଦ୍ରଣ କରିବା ଦେଖିବା ପ୍ରଦ୍ରଣ ଦେଖିବା ପାଇଁ ହେଲେ ଆମକୁ ଏଠି ଜାଣିବା ପାଇଁ ପଡିବ ଯେ a1 କିଏ a2 କିଏ b1 କିଏ b2 କିଏ c1 କିଏ ଆଉ c2 କିଏ ଏଗୁଡାକ ଆମେ ଅଲରେଡି ଜାଣି ସାରିଛନ୍ତି କୋଉଥିରେ ଅନୁଷ୍ଠାନ 1 ର a ଜାଣି ସାରିଛନ୍ତି ତ ଏମାନଙ୍କର ସୂତ୍ର ହେଲା ଯଦି ମୁଁ x ବାହାର କରିବି ଏବଂ y ବାହାର କରିବି ଏବଂ 1 ବାହାର କରିବି ତାହେଲେ କେମିତି କରିବା ଦେଖ ତ ଯଦି x ହୁଏ b1 into c2 ମାଇନସ ଏଠି b2 into c1 ହେଇଯାଇଥିବ y ଟା ପୁଣି କୋଉଠି ଅଛି b ରେ ଅଛି ତ b କେ ଏଠି ଛାଡିଦବ ଏଠି କାହାକୁ ଲେଖିବ c ଆଉ a କୁ ଲେଖିବ ତାହେଲେ ଲେଖିଦେଇ ପାରିବା c1 into a2 ମାଇନସ ଏଠି c2 into a1 ହେଇଯାଇପାରିବ ଏଠି 1 ଟା କାହାକୁ ସମାନ ଅଛି c ସହିତ ସମାନ ଅଛି ତାହେଲେ ମୁଁ ଲେଖିଦେଇ ପାରିବି a ଆଉ b କି ଲେଖିବା ଏଠି ତ ଲେଖିବା a1 into b2 ଏବଂ ମାଇନସ a2 into b1 ଏଠି କାହାକୁ କିଛି ଅବୁଝା ନାହିଁ ଯଦି ଏଠି କାହାକୁ ଅବୁଝା ନାହିଁ ତାହେଲେ ଆମେ କଣ କରିବା क्वेश्चन को देखिए को हम आगु बढ़ी जाई परिबा यदि क्वेश्चन टी देछि 2x minus 3y minus 1 जदि 0 हुए एवं 4x plus y minus 9 इक्वल टू 0 हुए तारे जे a1 नंबर केते परिबो 2 a3 परिबो 4 b1 है जेबा -3 उठी b2 के परिबो केते 1 c1 है जेबा -1 एवं c2 केते दे परिबो -9 तामे एटी मु कोन करबी एई सूत्र अनुसार बदलन करिले हमको एई सूत्रटा निहांती आवश्यक अटे जे एटा मन न रखि पारुछ ताले कोनसे कार्य करि परिबा नाही तेनु एई सूत्र मन रखिबा बाध्य अटंती तेनु ए कोन करिबा x by y by equal to 1 एई सूत्र हम देखि देखि लिखि दे परिबा जे b1 एटी केते अछि b1 जदि मोर अछि -3 into c2 टा केते अछि -9 ब्रैकेट को ब्रैकेट माइनस into को -9 पुणे b2 केते अछि 1 into c1 टा केते अछि -1 एटी c1 केते अछि पुणे -1 into a2 केते
चारि हेले माइनस को माइनस C2 केते अछि -9 एवं A1 टा केते 2 तो एटी A1 को लिखि परिबा 2 into B2 टा 1 हे जाय परिबो माइनस को माइनस A2 टा केते परिबो एटी 4 into B1 टा केते परिबो -3 तो बर्तमान कौन करवा एमान सब प्रथम गुणन करवा तापर दुई दुई को फेडिबा तार एटी 100 हले 3 9 जा 27 एटी माइनस माइनस कौन हो गले प्लस हो गले तो एटी माइनस को माइनस रखिले एटी 1 1 जा 1 हेले एटी माइनस माइनस कौन जाय परिबो प्लस 1 हे जाय परिबो इजी कांड एटी y को y लिखि दबा 1 4 जा 1 हेले -4 जाय परिबो एटी माइनस माइनस को प्लस हो जाय परो 9 2 जा 18 ता सहजिबा 1 को 1 हेले 2 1 जा 2 माइनस को माइनस गुणन प्लस 4 3 जा 12 बर्तन पे देखिबा काहा को गणि करबा ए x को 1 सह गणि करबा एवं y को मते काहा गणि करबा 1 सहित ही गणि करबा ता माने एटा प्रथम सारी दिए 100 बाई 27 1 केते जे परबा 28 इज इक्वल टू एटी 18 टा पाखरे जे 4 टा हम खर्च कर देले रहला केते आउ 14 टका रहला 1 बाई केते 2 मिश्रण 12 हे जे मोर 14 तार एटी कोन करबा मु तो कहि छथि 1 का तो गणि करबा 1 तो गणि करले लिखि दे परिबा जे 100 बाई 28 इज इक्वल टू 1 बाई 14 गोटे एवं y बाई 14 इज इक्वल टू 1 बाई 14 गोटे एटी 14x इज इक्वल टू 20 एपटे 14y इज इक्वल टू 14 एवं एटी x इज इक्वल टू 28 बाई एटी 14 जे पर काहे ना 14 रे कोन अछि गुण नै अछि तेनु एटा कोन एपटे आसिला हरण जे परिबो से पर एई 14 मते कोन कि हरण कि अछि सॉरी एई 14 कोन कि अछि गुण नै अछि आर एपटे कोन जे परिबो हरण जे पर तेनु y इज इक्वल टू 14 बाई 14 लेखा जे परिबो सही पर যদি তুমি কাটাকুটি করিলে 14 1 14 14 28 তা মানে x কেতে আসিলা 2 y ইকুয়াল 14 বাই 14 হেলে এটি 14 1 যা 14 হেই পারিবো এবং 14 1 যা 14 তা মানে 1 বাই 1 যাহা কি y যেতু 1 था অতএব বিজোড় কি কি হেলে x আর y তো x হেলে মোর 2 y হেলে কেতে এটি 1 এই বজণ মতে বহুত সহজ যদি এটি কাহাকো কিছু অবুঝা রই থাকে তাহলে কোন করিবে পুনি ভিডিওটু ଦେଖିଦେବେ ଏଇଟା ସବୁଠାରୁ ସହଜ ମାଧ୍ୟମରେ ବତାଇଛି କିଛି ଗୁଳିଆ ଘାଣ୍ଟିଆ ମଧ୍ୟ ନୁହଁ ଆମେ ନେକ୍ସଟ ଭିଡିଓ ଦେଖିବା ଅନୁଶୀଳନୀ 1 ର b ର 1 ନମ୍ବର 2 ନମ୍ବର ଏବଂ 3 ନମ୍ବର କାହିଁକି 1 ନମ୍ବରଟି ମୋର ପ୍ରତିକଳ୍ପନ 2 ନମ୍ବରଟି ଅପସାରଣ ଏବଂ 3 ନମ୍ବରଟି ବଜ୍ର ଅନୁସାରେ ଥିବ ଏବଂ 4 ନମ୍ବରଟି ଆପଣଙ୍କ ଇଚ୍ଛା ଅନୁସାରେ କରିଦେଇ ପାରିବେ ନଚେତ 3 ନିଜେ ମଧ୍ୟ କଲ ହେଇପାରିବ ପ୍ରଥମେ ଆମେ ମୋଷ୍ଟ ଇମ୍ପୋର୍ଟାଣ୍ଟ କଣ ଦେଖିବା 1 2 ଯଦି ଆମେ କରିଦେବା ତାହେଲେ 4 ନମ୍ବରକୁ ଆମକୁ କିଛି ଅସୁବିଧା ହିଁ ରହିବ ନା